ଅବନ୍ତିକା ଆରେ ତତେ ଚିହ୍ନି ସାରିଲେଣି ପରା। ବାପା ମୋର ଭୂମିଷ୍ଠ ପ୍ରଣାମ ପ୍ରଥମେ ଗ୍ରହଣ କରନ୍ତୁ। ଉଠରେ ମା ଭଗବାନ ତୋର ମଙ୍ଗଳ କରନ୍ତୁ। ବାପା ମୁଁ ଆଜି ପର୍ଯ୍ୟନ୍ତ ଗୋଟିଏ କଥା ବୁଝିପାରିଲିନି। କୋଉ କଥାରେ ମା? ମୁଁ ଏତେ ଚୁପଚାପ ଆସିଲା ପରେ ମଧ୍ୟ ତମେ କେମିତି ଜାଣିପାର ତମ ଝିଅ ଅବନ୍ତିକା ଆସିଛି ବୋଲି? ହ୍ୟାଲୋ ମା, ମୁଁ ପରା ବାପା ଜମା 5 ବର୍ଷ ରହିଥିଲୁ। ତୋ ମା ତତେ ଛାଡ଼ି ଆରପାରିକୁ ଚାଲିଗଲେ। ସେଇଦିନ ମୁଁ ଏଇ ହାତରେ କାଖେଇ କୋଳି ମଣିଷ କରିଛି ରେ ମା। ତମ ଦି ଭଉଣୀଙ୍କ ପାଦ ଶବ୍ଦ ମାରି କହିଦେବି କୋଉଟା ଅନାମିକା ଆଉ କୋଉଟା ଅବନ୍ତିକା। ସତରେ ବାପା ହରେ ମା ଚାଲିଗଲା ଦିନ ପରଠୁ ତମେ ନିଜେ ଆମ ମାର ସ୍ନେହ ମମତା ଦି ଭଉଣୀକି ଦେଇ ତମେ ଏଡ଼ିଟେ କରି ପାଲିଛୁ। ତମ ସ୍ନେହ ତର ଆମେ ଦି ଭଉଣୀ ମନେ ଯାଏ ଜମାରୁ ଭୁଲି ପାରିବୁନି। ହେଲେ ମା ଆଜି ସକାଳୁ କୁଆଡ଼େ ଯାଇଥିଲ? ତମ ଦି ଭଉଣୀଙ୍କର ତ ଜମାରୁ ଦେଖା ନଥିଲା। ବାପା ମୁଁ ନା ସାଙ୍ଗମାନଙ୍କ ସହିତ ଏଇ ପାଖ ଫୁଲ ଉଦ୍ୟାନକୁ ମୁଁ ବୁଲିବା ପାଇଁ ଯାଇଥିଲି। ହେଲେ ଅନାମିକା କଥା କହିଲେନି ସରେ। କାହିଁ କଣ କରିଛି କି? ଜାଣିଛ ବାପା ବିଗତ ରାଶିରେ ଅନାମିକା ନା ମୋ ସହିତ ଏତେ ଝଗଡ଼ା କରିଛି କହିଲେନି ସରେ। ଜାଣିଛ କେତେ କଷ୍ଟ ତାକୁ ବୁଝାଇ ଯେ ରାତି ଶୋଇପଡ଼ିଛି। ହେଲେ ସକାଳୁ ସକାଳୁ ଉଠି କଣ କହିଛି ଜାଣିଛ? ଆସିକି ମୋ ପଛପଟେ ଆଖି ବନ୍ଦ କରି କହୁଛି ଅପା ମୁଁ ନା ଆଜି ମୋ ସାଙ୍ଗମାନଙ୍କ ସହିତ କୋଉ ତାର ଗୋଟେ ସାଙ୍ଗର ଜନ୍ମଦିନ ଉତ୍ସବ ସେ ପାଳନ କରିବା ପାଇଁ ଯାଇଛି। ତାମାନେ ଅନାମିକା ମଧ୍ୟ କରିନାହାନ୍ତି। ଆରେ ମା ସେ ତ ଆମର ଗେହ୍ଲା ଝିଅ, ସିଏ ଝଟ କରିବନି କେମିତି? ହଉ ଯେତେବେଳେ ଆସିବା କଥା ଆସୁ, ତୁ ତ ଆସିଗଲୁଣି। ବାପା ମୁଁ ତମକୁ ନା ଗୋଟେ କଥା କହିବି ବୋଲି ଆଜି ଭାବିଛି। ମତେ କହିବୁ? ହଁ ବାପା। ଆରେ ବା କହୁନୁ କଣ କହୁଛୁ? ବାପା ମତେ ନା ଡର ମାରିଛି। ଆରେ ଡରିବାରେ କଣ ଅଛି, ଯାହା କହିବା କଥା କହିଦେ। ବାପା ମୁଁ କଣ କହୁଥିଲି କି ମୁଁ ନା ଆସନ୍ତାକାଲି ମୋ ସାଙ୍ଗମାନଙ୍କ ସହିତ ଏଇ ପାଖ କାଦମ୍ବିନୀ ଅରଣ୍ୟକୁ ମା ମଙ୍ଗଳାକୁ ଦର୍ଶନ କରିବା ପାଇଁ ଯିବି ବୋଲି ଭାବିଛି। କଣ ହେଲା? ସେଇ କାଦମ୍ବିନୀ ଅରଣ୍ୟକୁ ତୁ ମଙ୍ଗଳାଙ୍କ ଦର୍ଶନ ପାଇଁ ଯିବୁ? ହଁ ବାପା। ନାଇଁ ରେ ମା ନାଇଁ, ତୁ ଜାଣିନୁ ସେ ଅରଣ୍ୟ କେତେ ବିପଦପୂର୍ଣ୍ଣ। ଯିଏ ଥରେ ସେ ବଣକୁ ଯାଇଛି ତାର ଫେରିବାର ପାଦ ଚିହ୍ନ ହଜି ଯାଇ ପଡ଼ିନି। ବାପା ତମେ ଚିନ୍ତା କରୁଛ କଣ ପାଇଁ କହିଲ? ମୁଁ ତ ଏକା ଯିବିନି, ମୋ ସହିତ ମୋ ସାଙ୍ଗ ସାଥୀ ବଉଳ ଆମେ ଏମିତି ଅନେକ ଯିବୁ। କିଛି ବି ହବନି ବାପା ମୋର। ଆରେ ମା ତୁ ସିନା କହିଦେଉଛୁ, ହେଲେ ମୋ ପରା ବାପା ଜାଣି ତତେ ସେ ବିପଦପୂର୍ଣ୍ଣ ଜାଗାକୁ ପଠେଇ ମୁଁ ଶାନ୍ତିରେ ରହିବି କେମିତି ରେ ମା? ବାପା ମୁଁ ଅନେକ ଦିନରୁ ମା ମଙ୍ଗଳାକୁ ଦର୍ଶନ କରିବି ବୋଲି ଭାବି ଆସିଛି। ତମେ ମନା ନ କରି ମତେ ଆଜି ଯିବା ପାଇଁ ଅନୁମତି ଦିଅ ନା ବାପା। ମନ ନିର୍ମଳ ଥିଲେ ସବୁଠାରେ ମାଙ୍କ ଦର୍ଶନ ମିଳିବ। ସେ କାଦମ୍ବିନୀ ଅରଣ୍ୟକୁ ନ ଯାଇ ମୋର ଏ ବୃନ୍ଦାବନ ରାଜ୍ୟରେ ଅନେକ ମନ୍ଦିର ଅଛି ଯୋଉଠି ବି ମାଙ୍କର ଦର୍ଶନ କରିପାରିବୁ। ତମେ ତ ଜାଣିଛ ଆମ ଏ ବୃନ୍ଦାବନ ରାଜ୍ୟରେ ଯେତେ ବି ମନ୍ଦିର ଅଛି ସବୁ ମନ୍ଦିର ବୁଲି ମୁଁ ଦର୍ଶନ ସାରିଛି। ହେଲେ ଅନେକ ଦିନ ପରଠୁ ମା ମଙ୍ଗଳ ପାଖରେ ମୁଁ ମନେ ମନେ ମାନସିକ ରଖିଛି ବାପା। ତାଙ୍କୁ ଥରେ ଦର୍ଶନ କଲା ପରେ ମନଟା ମୋର ବିଭୋର ହେଉଥିବ। ଯିବା ପାଇଁ ଅନୁମତି ଦିଅ ବାପା। ନାଇଁ ରେ ମା, ମୁଁ ତତେ ଜାଣି ବିପଦ ମୁହଁକୁ ଠେଲି ଦେଇ ପାରିବିନି। ବାପା ମାନିଯା ମୋହର ବୋଳ, ହ୍ୟାଲୋ ସୁନା ଝିଅ ମୋର, ମାନିଯା ମୋହର ବୋଳ, ହ୍ୟାଲୋ ସୁନା ଝିଅ ମୋର, ମନ୍ଦିର ଯିବାକୁ ବୃଥ କରଲ କଟା। ଏ ମା ବନ୍ତିକା ତତେ ଦଣ୍ଡେ ନ ଦେଖିଲେ ଦଶ ଦିଗ ଶୂନ୍ୟ ମୋର, ତତେ ଦଣ୍ଡେ ନ ଦେଖିଲେ ଦଶ ଦିଗ ମୋ ଅନ୍ଧାର।
କେତେ ଯେ ବିପଦପୂର୍ଣ୍ଣ ଅଛି ସେ କଥା କେବଳ ମୁଁ ଜାଣିଛି ରେ ମା। କିଛି ବି ହବନି ବାପା। ସେଇ ଘଞ୍ଚରଣ୍ୟ ଶିଶ ଜନ୍ତୁରେ ପୂର୍ଣ୍ଣ ପଦେ ପଦେ ବିପଦ ରହିଅଛି ପୁରୀର। ହେମାବନ୍ତିକା ସେଇ ଘଞ୍ଚରଣ୍ୟ ଶିଶ ଜନ୍ତୁରେ ପୂର୍ଣ୍ଣ ପଦେ ପଦେ ବିପଦ ରହିଅଛି ପୁରୀର। ତୁଇ ମୋର ଜୀବନ ତୁଇ ମୋର ନୟନ ଦଣ୍ଡେ ତୋତେ ନ ଦେଖିଲେ ଲାଗେ ଦଶ ଦିଗ ଶୂନ୍ୟ ମନ୍ଦିର ଯିବାକୁ ମୃତ କରଣ ଜଞ୍ଜାଳ। ଏ ମା ତତେ ଦଣ୍ଡେ ନ ଦେଖିଲେ ଦଶ ଦିଗ ଶୂନ୍ୟ ମୋର ତତେ ଦଣ୍ଡେ ନ ଦେଖିଲେ ଦଶ ଦିଗ ମନ୍ଦାର। ଦେଖୁଛି ଦିନକୁ ଦିନ ଭାରି ଜିଦିଆ ହେଇଯାଉଛି। ତାମାନେ ତୁ କାନ୍ଦବିନି ଅରଣ୍ୟକୁ ନିଶ୍ଚୟ ଯିବୁ। ହଁ ଠିକ ଅଛି ଯଦି ଯିବୁ ମୋର ଗୋଟେ ସର୍ତ୍ତ ମାନିବାକୁ ପଡିବ। ସତ ହଁ ରେ ମା ସତରେ ପୁଣି କଣ? ଶୀଘ୍ର ଯିବୁ ସଞ୍ଜ ନଈବା ଘରୁ ଯେମିତି ଲଉଟି ଆସିବୁ। ସଞ୍ଜୟ ହେବା ପୂର୍ବରୁ ହଁ ଠିକ ଅଛି ବାପା। ତମେ ଏଇ କଥାକୁ ମୁଁ ନିଶ୍ଚୟ ଅକ୍ଷରେ ଅକ୍ଷରେ ମୁଁ ପାଳନ କରିବି। ତାହେଲେ ଅନେଇଛୁ କଣ ଯାହା ତ ସାଙ୍ଗସାଥି ଅପେକ୍ଷା କରିଥିବି। ଠିକ ଅଛି ବାପା। ତମେ ଆଜି ମତେ ଆଶୀର୍ବାଦ କର ଯେମିତି ସେ ନିଖ ଚରଣରେ ମା ମଙ୍ଗଳକୁ ଦର୍ଶନ ସାରି ମୁଁ କୌଶଳରେ ଫେରି ଆସିବି ମୋ ରାଜ୍ୟକୁ। ଯାଏ ମା ମା ମଙ୍ଗଳା ନିଶ୍ଚୟ ତୋର ସାହାଯ୍ୟ କରିବି। ସିନା ପଠାଇଦେଲି ହେଲେ ମୁଁ ଜାଣିଛି ସେ କାଦମ୍ବିନୀ ଅରଣ୍ୟ କେତେ ବିପଦପୂର୍ଣ୍ଣ। ନାଇଁ ନାଇଁ ମୁଁ ଏମିତି ନିଶ୍ଚିନ୍ତ ରହିପାରିବି ନାହିଁ। କିଏ ଅଛ ରେ? ଚକ୍ରଧର। महाराजंकर जय हो।
ଚକ୍ରଧର ମହାରାଜ ଆଜି ମୋ ବଡ଼ ଝିଅ ଅବନ୍ତକା ସେ କାଦମ୍ବିନୀ ଅରଣ୍ୟକୁ ମା ମଙ୍ଗଳାଙ୍କ ଦର୍ଶନ କରିବାକୁ ଯାଇଛି। ମହାରାଜ ତୁ ତ ଜାଣିଛୁ ସେ ଅରଣ୍ୟ କେତେ ବିପଦପୂର୍ଣ୍ଣ। ସେଇଥିପାଇଁ ମୋ ମନରେ ଶଙ୍କାଜାତ ହେଉଛି। ତୁ ଗୋଟାଏ କାମ କର, କିଛି ସୈନ୍ୟ ସେନା ସାଙ୍ଗରେ ନେଇ ସେ କାଦମ୍ବିନୀ ଅରଣ୍ୟକୁ ଯା। ମୋ ଝିଅର ଯେମିତି କୌଣସି ଅସୁବିଧା ନ ହେବ ସେଥିପ୍ରତି ଧ୍ୟାନ ଦେବୁ। ମହାରାଜ ଏ ଚକ୍ରଧର ଥାଉ ଥାଉ ପଡ଼େ ସୈନ୍ୟ ସାମନ୍ତ ଏକା ହେଇଯିବ ଏ ଚକ୍ରଧର ସେଇ କାଦମ୍ବିନୀ ଅରଣ୍ୟକୁ। ଚକ୍ରଧର ମହାରାଜ ଆଉ ଗୋଟେ କଥା, ଆଉ ଗୋଟେ କଥା ମୋ ରାଜ୍ୟର ଯେ ପ୍ରଧାନ ସେନାପତି ଥିଲେ ସେ ବର୍ତ୍ତମାନ ବୃଦ୍ଧ ହେଲେଣି। ମୋର ଗୋଟାଏ ନୂତନ ସେନାପତି ଆବଶ୍ୟକ। ଏମିତି କି ଅଛି କି ଯିଏକି ବୃନ୍ଦାବନ ରାଜ୍ୟର ସେନାପତି ପଦ ପାଇଁ ଯୋଗ୍ୟ ହେଇପାରିବ? ଅଛି ଅଛି ମହାରାଜ, ବହୁତ ବଡ଼ ବଳିଆ ଲୋକଟେ ଅଛି। କଣ କହିଲୁ? ଆମ ରାଜ୍ୟରେ ପୁଣି ଏତେ ଭଲ ଲୋକ ଅଛି? ହଁ ତାହେଲେ କିଏ ସେ? ଇଏ ସେ ପରା ମୋ ନିଜଠୁ ଅତି ନିଜ ଲୋକ, ମୋ ଭଣଜା ସୂର୍ଯ୍ୟ। ଆମେ କୋଉ ସୂର୍ଯ୍ୟ କଥା କହୁଛୁ? ଯିଏ ମୋ ମନ୍ଦିରରୁ ସୁବର୍ଣ୍ଣ ପ୍ରତିମା ଚୋରି କରି 5 ବର୍ଷ କାରାଦଣ୍ଡ ଭୋଗ କରିଛି, ସେଇ ସୂର୍ଯ୍ୟ କଥା କହୁଛୁ? ଶାନ୍ତ ହୁଅନ୍ତୁ ମହାରାଜ, ଶାନ୍ତ ହୁଅନ୍ତୁ। କାହିଁକି ତକ ତକ ହେଇଯାଉଛନ୍ତି? ମହାରାଜ ମୋ ଭଣଜା ସୂର୍ଯ୍ୟ ପରା ଆପଣଙ୍କ କାରଦଣ୍ଡରୁ ବାହାରିକି ଏବେ ଖାଲି ଦେଶ ସେବାରେ ଲାଗିଛି ମହାରାଜ, ଦେଶ ସେବାରେ। ତୁ ସତ କହୁଛୁ? ସୂର୍ଯ୍ୟ ଭଲ ମଣିଷ ହେଇଯାଇଛି। ତାହେଲେ ଶୁଣ, ତୁ ତାକୁ ରାଜସଭାକୁ ନେଇ ଆସିବୁ, ସେଇଠି ମୁଁ ଏହାର ଆଲୋଚନା କରିବି। ହଁ ମହାରାଜ, ଏଥର ମୁଁ ଆସୁଛି। ହଁ ଫସିଗଲା ଫସିଗଲା ରେ ବୃଦ୍ଧ ରାଜା ଫସିଗଲା ଚକ୍ରଧରର ଚକ୍ର ବିହୁରେ। ଆରେ ଚକ୍ରଧରକୁ ଚିହ୍ନିନି, ସେ ପରା ଶକୁନି ଆଉ ମନ୍ଥରାକୁ ଗୁରୁ କରିଛି। ଆରେ ଏଇ ବୃନ୍ଦାବନ ରାଜ୍ୟରେ ଯଦି ମୋ ଭଣଜା ସୂର୍ଯ୍ୟ ସେନାପତି ପଦ ପାଇଗଲା, ବୃଦ୍ଧ ରାଜା ମହେନ୍ଦ୍ର କେଶରୀ ନାମ ନଉଥିବ, ଗୁଣ ଗାଉଥିବ। ହଁ ନାମ ନଉଥିବ, ଗୁଣ ଗାଉଥିବ। ଆରେ ମହାରାଣୀ ଶକୁନ୍ତଳାକୁ ତ ମାରି ଦେଇଛେ, ଏବେ ରହିଲା ବୃଦ୍ଧ ରାଜା ମହେନ୍ଦ୍ର କେଶରୀ। ହଁ ବୃଦ୍ଧ ରାଜା ମହେନ୍ଦ୍ର କେଶରୀ ଆସୁଛି। হ্যালো মঞ্চস্থ হইଥିବା নাটকରେ অত্যন্ত প্রিয়ত হই প্রিয়াংশু এবং দিব্যাংশু দহନାମୁଡ଼ା ଗ୍ରାମର ଏ 2 ଜଣ ବ୍ୟକ୍ତି ମିଶି 50 କୋଟି ଭାରତ ମୁଦ୍ରା ଅର୍ପଣ କରିଛନ୍ତି। ତାଙ୍କୁ ଆମ କ୍ଷୁଦ୍ର ଅନୁଷ୍ଠାନ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ଜୟ ହିନ୍ଦ, ଜୟ କଳାକାର, କଳା ଏମିତି ବଞ୍ଚି ରହୁ। ତାଙ୍କ ହାତେ ହାତେ କ୍ଷମରାଜ ଯାଦବ ସନ୍ଦିକୁଲି ହାରି ସେ ବନ୍ଧୁ ମଧ୍ୟ 20 କୋଟି ଭାରତ ମୁଦ୍ରା ଅର୍ପଣ କରିଛନ୍ତି। ତାଙ୍କୁ ଆମ ଅନୁଷ୍ଠାନ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ଜୟ ହିନ୍ଦ, ଜୟ କଳାକାର।
ଆରେ ଦୁନିଆ ବହୁତ ବଡ଼ ବିଚିତ୍ର ଏ ଦୁନିଆ। ଯୋଉ ଦୁନିଆରେ ଦୋଷୀ ସିଂହାସନ ଲାଭ କରି ନିର୍ଦୋଷୀ ଗୋଳାରେ ଦୌଡ଼ା ବନ୍ଧା ହେଉଛି, ଏ ଦୁନିଆକୁ ପ୍ରଶଂସା ନ କରି ମୁଁ ରହିପାରୁନି। ଆରେ ରଘୁ ଦାସ କି ଦୋଷ କରିଥିଲା? ମଣିଷ ମାରିଥିଲା ସିଏ, ସେଥିପାଇଁ ବୃନ୍ଦାବନ ରାଜ୍ୟରୁ ବିତାଡ଼ିତ ହେଇ ଏ ମାଣିକଗଡ଼କୁ ଚାଲି ଆସିଛି। କାହିଁ ବୃନ୍ଦାବନ ରାଜ୍ୟ, କାହିଁ ଏ ମାଣିକଗଡ଼? ହେଉ, ଯାହା ଭଗବାନଙ୍କର ଇଚ୍ଛା। ବର୍ତ୍ତମାନ ମୋର ବୋଲି ଆଉ କେହି ନାହାନ୍ତି, ଅଛି କେବଳ ଅଳିଅଳ ପୁଅ ଅରୁଣ। ଅରୁଣକୁ ଛାନେ ନ ଦେଖିଲେ ମୋ ମନ ପ୍ରାଣଟା ଇତସ୍ତତ ହେଇଯାଏ। ସେ ହିଁ ମୋର ସବୁ କିଛି। ହେଉ ଅରୁଣ, ବାପରି ଆରେ ଧନ, ବହୁତ ସମୟ ହେଲାଣି ତୋତେ ଥରେ ମନ ପୁରେଇ ଦେଖିନି ରେ। ଆ ଅରୁଣ, ଅରୁଣ ରେ। ପିତା ଅରୁଣ, ତୁମ ଏ ସୁପୁତ୍ର ଅରୁଣର ଭୂମିଷ୍ଠ ପ୍ରଣିପାତ ଘୃଣା କରନ୍ତୁ ପିତା। ବାପରେ ଉଠ, ଆୟୁଷ୍ମାନ ଭରେ। ବାପା, ଅରୁଣ, ଆରେ ମୁଁ କ'ଣ ଆଜି ଦେଖିପାରୁଛି ଆପଣଙ୍କ ମୁଖମଣ୍ଡଳ ସଦାବେଳେ ଝଲସି ଉଠୁଥାଏ, ହେଲେ ଆଜି ମୁଁ ଦେଖିଲେ ବି ଲୋକ ଆପଣଙ୍କ ମୁଖମଣ୍ଡଳ କାହିଁକି ଝାଉଁଲି ପଡ଼ିଛି ପିତା? ମୋ ମୁଖମଣ୍ଡଳ ଝାଉଁଲି ପଡ଼ିଛି। ହଁ ବାପା। ଅରୁଣରେ ପିତା, ସେହି ଅତୀତ କଥା ମନେ ପଡ଼ିଲି। ସେହି ଅତୀତ କଥା? ତୋର ଏ ବାପର ସର୍ବାଙ୍ଗ ରୋମ ଟାଙ୍କୁରି ଉଠେ। ବାପା, କାହିଁ ସେହି ବୃନ୍ଦାବନ ରାଜ୍ୟ, କାହିଁ ଏଇ ମାଣିକଗଡ଼? ହଁ ପିତା। ହେଲେ ଏ ଅରୁଣ ପିତା, ମୁଁ ତ ଯାହା ଦେଖୁଛି ତୋରି ମୁହଁରେ ଟିକେ ବି ହସ ନାହିଁ। ମୁଁ ମୁହଁରେ ହସ ନାହିଁ? ଆରେ ତୋ ମୁହଁ ଶ୍ରୀହୀନ ଦେଖା ଯାଉଛି କାହିଁକି? ନାଇଁ ପିତା। ଏ କ'ଣ ହେଇଛି କୁହ? ଆରେ ମୋ ବାପ, ତୁ ମୋ ପୁଅ, ମତେ ଖୋଲିକି କୁହ କ'ଣ ହେଇଛି? କହିବି? ହଁ କୁହ। ଆପଣ ଶୁଣିବେ ତ? ଶୁଣିବି ନା। ତାହେଲେ ଆପଣଙ୍କ ପାଖରେ ମୋର ଗୋଟେ ଛୋଟିଆ ଅଭିପ୍ରାୟ ଅଛି। ମୋ ପାଖରେ ତୋର ପୁଣି ଛୋଟିଆ ଅଲିଟିଏ ଅଛି? ଛୋଟିଆ ଅଲିଟିଏ ପିତା। କି ଆଉ ଅଲି? ସେ ଅଲିଟି ହଁ, ଆପଣ ନିଶ୍ଚିତ ଭାବରେ ପୂରଣ କରିବାକୁ ପଡ଼ିବ। ମୁଁ ପୂରଣ କରିବି। ହଁ ଅରୁଣରେ, ବାପା। ଯୋଉ ବାପ ଯଦି ପୁଅର ଅନୁମତି ଅନୁରୋଧକୁ ପୂରଣ ନ କରେ, ସିଏ ମୋ ମତରେ ବାପ ନୁହେଁ, ସିଏ ଗୋଟିଏ ପାପ ସହିତ ସମାନ। ବାପା, କୁହ କ'ଣ ହେଇଛି? ଶୁଣିବ? ବାପରେ, ପିତା। ଏଡୁରୁ ଏଡୁଟାଏ କରି ଦୁନିଆ ଦାଣ୍ଡରେ ଠିଆ କରେଇଲି। ହଁ ପିତା। ସଦାବେଳେ ମୁଁ ଚିନ୍ତିତ ହୋଇ ରହୁଛି, ମୋ ପୁଅ କେମିତି ଭଲରେ ରହିବ, ଭଲରେ ଖାଇବ। ଏ ଚାଲି ଯାଉଥିଲେ କହୁଥିବେ, ଏ ଦେଖରେ, ନ ଦେଖିଲା ଲୋକ ଦେଖ, ଏ ରଘୁ ଦାସର ପୁଅ, ତା ଚରିତ୍ରକୁ ଦେଖ। ଏମିତି ପିତା। କୁହ କ'ଣ ହେଇଛି କୁହ, ମତେ ଖୋଲିକି କୁହ। ଶୁଣ ପିତା, ତାହେଲେ ହଁ, ମୁଁ ନିଶ୍ଚିତ ଭାବରେ ଖୋଲିକି କହିବି। କୁହ। ମନରେ କଥା ହଁ। କରୁଅଛି ନିବେଦନ, ଏ ପିତା କର ଯୋଡ଼ିଣ, ଆସାମୀ ତମର ମନ ଭାବନା କର ପୂରଣ। ତୁମ ଅନୁମତି ନେଇ କରିଛି ବିଦେଶ ଭ୍ରମଣ, ତୁମ ଅନୁମତି ନେଇ କରିଛି ବିଦେଶ ଭ୍ରମଣ, କରିଛି ଦେଶ ଭ୍ରମଣ, କରିଛି ଦେଶ ଭ୍ରମଣ। ଅନୁମତି ନେଇ ଦେଶ ଭ୍ରମଣ କରିବା ପାଇଁ, ଏଇ କଥା ପାଇଁ ନିଶ୍ଚୟ ମୁଁ ଅଛି ପରା। ମୁଁ ଅଛି। ମନେ ଦେଖି ଶୁଣିଛନ୍ତି ପିତା? ଶୁଣୁଛି ମୁଁ ରେ। ନିଶ୍ଚିତ ଭାବରେ ମୌଳିକ ପୂରଣ କରିବାକୁ ପଡ଼ିବ। ହଁ, ବିଚରଣେ ଦେଶାନ୍ତର
বলু অছি মন মোরা নিশ্চয় বহুদিন টু কল্পিত করিଅছি আয়তাত দিয় মেলনি বেড়াକୁ এউছুরা এটা তো মোরা କିଛି ଦିନ ବୁଲି ସାରି ଶୁଭରେ ଆସିବି ଫେରି କିଛି ଦିନ ବୁଲି ସାରି ଶୁଭରେ ଆସିବି ଫେରି ଏତିକି କରେ ମାଦୁଣି ବିରଞ୍ଚିର ଏଇ ଲିଖନ ଏତିକି କରେ ମାଦୁଣି ବିରଞ୍ଚିର ଏଇ ଲିଖନ ବିରଞ୍ଚିର ଏଇ ଲିଖନ ବିରଞ୍ଚିର ଏଇ ଲିଖନ ନିଶ୍ଚୟ ଯିବୁ ସେଥିପାଇଁ ଚିନ୍ତା ନାହିଁ ଆମେ ଚିନ୍ତା କର ହଁ ଯିବୁ ମେଲାଣି ଯଦି ତୋତେ ଅନୁମତି ଦେବି ନିଶ୍ଚୟ ହେ ବୁଝୁ ପିତା ଆରେ ବାପ ମୁଁ ଯେ ଅଳିଟା ପୂରଣ କରିବ ନା ଆପଣ ହଁ ନିଶ୍ଚିତ ଭାବରେ ପୂରଣ କରିବା ପିତା ହଁ ମୁଁ ସେଥିରେ ବହୁତ ଖୁସି ଆପଣ ଯଦି ମୋତେ ଅନୁମତି ଦେବେ ତାହେଲେ ମୁଁ ଯାଇକି ନିଶ୍ଚିତ ଭାବରେ ବୁଲି ବାଲିକି ଚାଲି ଆସିବି ଅରୁଣରେ ବାପା ତୋ ବାପର ଅନୁମତି ନେଇ ଏ ଦେଶ ଦେଶାନ୍ତର ଭ୍ରମଣ କରିବା ପାଇଁ ଯିବୁ ହଁ ପିତା ଏଇ କଥା ତ ହଁ ସେଇ କଥା କିନ୍ତୁ ଚିନ୍ତୁ ପୁଣି କଣ ତା ପୂର୍ବରୁ ତୁମର ଗୋଟିଏ କଥା ରଖିବାକୁ ହବ ରେ ବାପ ମୁଁ ପୁଣି ଗୋଟିଏ କଥା ରଖିବାକୁ ପଡିବ ଗୋଟିଏ କଥା ରଖିବାକୁ ହବ କି କଥା ରଖିବି କି କଥା ହଁ ବାପା ଆମ ପାଖ ପାଖକୁ ଯିବି ଠିକ ଅଛି ବାପା ବାପରେ ସେଇ ବୃନ୍ଦାବନ ରାଜ୍ୟରେ ରହି କେତେ ଦିଅ ଦେବତା ପୂଜା କରୁଥିଲି ମୋ ଅନ୍ତରାତ୍ମାଟା ଆପ୍ୟାୟିତ ହେଇଯାଉଥିଲା ହଁ ବାପା ସଦାବେଳେ ଏବେ ବି ମୋରି ହୃଦୟରେ ମୋରି ବେନି ନୟନରେ ଝଲସି ଯାଉଛି ସେହି ରାଧାକୃଷ୍ଣ 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 ବାପା ଆରେ ଦାଦା ହେଲେ ମନଟାରେ କାଣି କଉଡ଼ିଟିଏ ମଧ୍ୟ ନାହିଁ ପିତା ବାପରେ ପୁରାଣ କହେ ଲକ୍ଷେ ଯୋଜନରୁ ଗଜର ଡାକ ଶୁଣିଥିଲେ ସେ। ନିଶ୍ଚିତ ଭାବରେ ପିତା ମୁଁ ଭାବୁଛି କଣ ଭାବୁଛନ୍ତି? ଏଇ ଦୂରରୁ ମଧ୍ୟ ସେଇ ରାଧାକୃଷ୍ଣକୁ ଟିକିଏ ପ୍ରଣିପାତ କରିବା ପାଇଁ ବାପା ହେଲେ ଆମ ପାଖକୁ ଏଇ ଦେଖେ ନା ଏ ଦୂରରେ କଣ ଦେଖାଯାଉଛି ଦେଖେ 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 କଣ ଦେଖାଯାଉଛି ସେ ଦୂରରୁ କଣ ସେ ତ ଗୋଟେ ନିଘଞ୍ଚ ଜଙ୍ଗଲ ଦେଖା ଯାଉଛି ଜଙ୍ଗଲ ଦେଖାଯାଉଛି ନା ତାହେଲେ ସେ ଜଙ୍ଗଲରେ କଣ କାମ ବାପା ସେଇ ଜଙ୍ଗଲକୁ ତୋତେ ଯିବାକୁ ପଡିବ ମୁଁ ଯିବାକୁ ପଡିବ ଆରେ ବାପା କାହିଁକି କାହିଁକି ହଁ ଶୁଣୁ କାହିଁକି ଯିବୁ କାହିଁକି ଯିବି ବାପା ଅରୁଣ ପିତା ଯାରେ ଏଇ ଜଙ୍ଗଲ ବାପରେ ପିତା ତୋଲିଆଣ ଫୁଲ ଫଳରେ ପୂଜିବି ମୁହିଁ ଠାକୁର ଏଇ ଅଭିଳାଷ ମୋର রে এই অভিଳାষ ମୋର ବାପରେ ପାଖ ଜଙ୍ଗଲ ଦେଖୁଛୁ ନା ବାପା এই পাখ জঙ্গলକୁ যাই ফুল ফল কিছু তোলি আনিলি এই দূরରୁ ମଧ୍ୟ সেই ফুল ফলକୁ ଚଢ଼େଇ ମୁଁ ରାଧାକୃଷ୍ଣଙ୍କୁ ପୂଜା କରିବି ଏ ବାପା ହଁ ଆପଣ ତ ଜାଣିଛନ୍ତି କଣ ଅନେକ ଦିନ ପରେ ଆଜି ମୁଁ ଯେତିକି ବେଳେ ଏ ଜଙ୍ଗଲ ଅଭିମୁଖୀ ଯାତ୍ରା କରିବି ଯିବୁ ମୁଁ ତ ବୁଲାବୁଲି କରିବାରେ ମୋତେ ଅନେକ ସମୟ ହେଇଯାଇପାରେ ଏ ଅରୁଣ ବାପା ତୋତେ ଯଦି ସେଇଠି ବିଳମ୍ବ ହୁଏ ହଁ ତୋତେ ଛନନ ଦେଖିଲେ ତୋର ଏ ବାପର ମନ କେମିତି ହୁଏ ତୁ ତ ଜାଣିଛୁ ହଁ ପିତା ତୋତେ ଯଦି ବିଳମ୍ବ ହେବ କଣ ତୁ ଜାଣିଛୁ କଣ ହବ ବାପା ମୋତେ ବିଳମ୍ବ ହେଲେ ତୋତେ ପଳକ ନ ଦେଖିଲେ ତୋ ବାପର ମନ କେମିତି ହୁଏ ତୁ ଜାଣିଛୁ କଣ ହବ ବାପରେ ବାପା
তুহি মো বেনি নয়ন তুহি মো পিণ্ডর প্রাণরে তুহি ছাতির স্পন্দনরে চিরায় লিখা রে চিরায় লিখা ନାଇଁ ବାପା ବାପାରେ ଏମିତି ଆପଣ ଭାଙ୍ଗି ଯାଆନ୍ତୁନି। ହଁ ମୁଁ ମୋ ଜୀବନରେ ଆପଣଙ୍କୁ କେବେ ବି ଦୁଃଖ କଷ୍ଟ ଦେବା ପାଇଁ ଚାହେଁନି କି ଆପଣଙ୍କ ହୃଦୟକୁ ଏମିତି ତରଳ ଦେବା ପାଇଁ ମୁଁ ମନରେ କେବେ ବି ଭାବିନଥିଲି ସାର୍। ହଁ ରେ ବାପା ଆପଣଙ୍କ କଥିତ ଅନୁଯାୟୀ ମୁଁ ସାଙ୍ଗେ ସାଙ୍ଗେ ଚାଲିଯିବି ଜଙ୍ଗଲ ଅଭିମୁଖେ। ଆଉ ସେ ଜଙ୍ଗଲ ଯାତ୍ରା କରିକି ସାଙ୍ଗେ ସାଙ୍ଗେ କିଛି ଫଳ ସଂଗ୍ରହ କରିକି ଫେରି ଆସିବୁ ସାଙ୍ଗେ ସାଙ୍ଗେ ନେଇକି ଆସିବି। ବାପା ଧନରେ ଏଇନେ ଗଲି ଏଇନେ ଆଇଲୁ। ଏଇନେ ଆସିଲି। ଆରେ, ଆରେ, ଆରେ। ତେବେ ଆସୁଛି ବାପା। ନିଶ୍ଚୟ ରେ ବାପା ମତେ ବିଦାୟ ଦିଅ। ସାଦରେ ତତେ ବିଦାୟ କରିବି। ହଁ ପିତା ହଁ ଆସୁଛି ଠିକ ଅଛି ରେ ବାପା ଆସୁଛି। ମୋ ସୁନାଟା ପରା সেই জঙ্গলটা কেতে হিংস্র জন্তুଙ୍କ বাসস্থଳ ମୋ ପୁଅ ଜଙ୍ଗଲକୁ ଯାଇଛି ମୋ ଧନର ଚଳାପଥ ଯେମିତି କୁସୁମିତ ହେଉ ମୋ ସୁନାଟା ମଙ୍ଗଳରେ ନିର୍ଦ୍ୱନ୍ଦରେ ମୋ ପାଖକୁ ଫେରି ଆସୁ ଯେମିତି ଏତିକି ମୁଁ ଆପଣଙ୍କ ଚରଣାବିନ୍ଦେ ଶରଣାପନ୍ନ ହେଉଛି ପ୍ରଭୁ ହେଉ ମୋ ଧନର ଅପେକ୍ଷାରେ ରହୁଛି ତାହେଲେ जय मां ठाकुराणी जय मां काली जय मां मंगला ओ सूर्य सूर्य आकाशर थिले जगतर मंगल ये मत छुईबा चेष्टा करे हे बिना सर्वना हे बाबू राजा आज कहीं तुम मुखमंडलटा हस हस लगुल बाबू राजा आज मो मुखमंडलटा ताहले हस हस लागुची ओ बाबू आज तुम मुखमंडलटा हस हस लगुल बाबू बापा लागिबनी काहे किलो भणजा हे बाबू भणजा आलम सुना भणजा मो देला भणजा
କାଲି ମୁଁ ଯାଇଥିଲି ସେଇ ବୃଦ୍ଧ ରାଜା ମହେନ୍ଦ୍ର କେଶରୀ ପାଖକୁ। କାଲି ଯାଇଥିଲ ବୃଦ୍ଧ ରାଜା ମହେନ୍ଦ୍ର କେଶରୀ ପାଖକୁ? ହେଲେ କଣ ପାଇଁ ଯାଇଥିଲ ହେ ବାବୁ? ଭଣା ଚାଲୁ ସେଇ ବୃଦ୍ଧ ରାଜା ମହେନ୍ଦ୍ର କେଶରୀକୁ କୁଆଡ଼େ ଗୋଟିଏ ବଳିଷ୍ଠ ବାହୁବଳୀ ପରି ଲୋକ ଦରକାର। ଆଚ୍ଛା, ଏ ବୃଦ୍ଧ ରାଜା ମହେନ୍ଦ୍ର କେଶରୀକୁ ଗୋଟିଏ ବଳିଷ୍ଠ ବାହୁବଳୀ ଲୋକଟା ଦରକାର। ହେଲେ ତୁମେ କଣ କହିଲ ହେ ବାବୁ? ଭଣଜା ତୁ ପରା ଆମର ସୁନା ଭଣଜା, ଆଉ କଣ କହିବି? ଏବେ ମୋ ଭଣଜା ଭଲ ଲୋକ ହେଇଯାଇଛି କହିକି ରାଜାଙ୍କ ପାଖରେ ଚକ୍ରାନ୍ତଟା ଖେଳି ଦେଇଛି। ଭଣଜା ବାବୁ, ଆସନ୍ତାକାଲି ଏ ବୃନ୍ଦାବନ ରାଜ୍ୟରେ ମହାରାଜ ତତେ ପ୍ରଧାନ ସେନାପତି ଭାବେ ନିଯୁକ୍ତି କରିବେ। ଆଚ୍ଛା, ଆସନ୍ତାକାଲି ହେବି ଏଇ ବୃନ୍ଦାବନ ରାଜ୍ୟର ପ୍ରଧାନ ସେନାପତି। ହେଲେ ବାବୁ ଭଣଜା କାହିଁକି ବିଳମ୍ବ କରିବା? ହେ ଯିବା ଚାଲ ଏଇ ରାଜଉଆସ ଭିତରକୁ, ସେଇ ବୃଦ୍ଧ ରାଜା ମହେନ୍ଦ୍ର କେଶରୀ ପାଖକୁ। ହେ ଯିବା ଚାଲ ହେ ବାବୁ। ଚକ୍ରଧର କହିଥିଲା ତା ଭଣଜାକୁ ରାଜସଭାକୁ ଆଣିବ ବୋଲି। ଏତେ ସମୟ ହେଲା କଣ କରୁଛି କେଜାଣି? ହଉ ଟିକେ ଅପେକ୍ଷା କରେ। মহারাজ নমস্কার, নমস্কার মহারাজ নমস্কার। সূর্য মহারাজ, ମୁଁ ଶୁଣିଲି ତମେ ବର୍ତ୍ତମାନ ଦେଶ ସେବାରେ ବ୍ୟସ୍ତ ଅଛ। ଆଜ୍ଞା ମହାରାଜ। ତମେ ସ୍ୱାଧୀନ ଭାବରେ ବର୍ତ୍ତମାନ ଦେଶ ସେବା କରୁଛ। ଯଦି ତମକୁ ରାଜକାର୍ଯ୍ୟର ଗୋଟେ ଦାୟିତ୍ୱ ଦିଆଯାଏ, ତାହେଲେ ଏ ପ୍ରଜା ସେବା କରିବାର ସୁଯୋଗ ତୁମେ ପାଇବ। ଆଜ୍ଞା ମହାରାଜ। ତା ପୂର୍ବରୁ ତମକୁ ତମ ବାହୁବଳ ପରୀକ୍ଷା ଦେବାକୁ ପଡ଼ିବ। ତା ପୂର୍ବରୁ ପୁଣି ମତେ ବାହୁବଳ ପରୀକ୍ଷା ଦେବାକୁ ପଡ଼ିବ? ଚକ୍ରଧର, ମହାରାଜ ତମ ଭଣଜାର ବାହୁବଳ ପରୀକ୍ଷା ନିଅ। ଭଞ୍ଜା, ଓ ଭଞ୍ଜା, এই বাবু তুই কি বাহু পরীক্ষা করিব হে বাবু? তুই হেতা হেলে শক্তি পরীক্ষা দেবু পারবু তো? হ্যাঁ নিশ্চয় মু বাহু পরীক্ষা করি দেবি বাবু। দেখ, যদি পরীক্ষারে যদি দৌ দৌ যদি হগি দেলে সফা করবার লোক লোক মুইটা খিনি পারে বাপা। হলা রেডি হি যা তাহলে দেখ মোর জং দেখুছু তো, গুটে আছে 4 কুইন্টাল, দুইটা হেলে 16। চল মতে বু, মুই মহারাজ কে কহি করি এ বৃন্দাবন রাজ্যের সেনাপতি করে দেবে না কা মহারাজ? চল।
কনে পরীক্ষা দৌছে রে বুয়া মামু বলি করবি নি জানবার পিলা ভোরক কর ফিকি দৌছে বুয়া ସୂର୍ଯ୍ୟ মহারাজ ମୁଁ ତମର ଶକ୍ତି ତମର ବାହୁବଳ ଦେଖିଲି ମୁଁ ଅତ୍ୟନ୍ତ ଭୀତ ଆଜିଠାରୁ ମୁଁ ତୁମକୁ ଏ ବୃନ୍ଦାବନ ରାଜ୍ୟର ପ୍ରଧାନ ସେନାପତି ପଦରେ ନିଯୁକ୍ତି ଦଉଛି আজ্ঞা মহারাজ ଆଜିଠାରୁ କହିଲ ତୁମେ ଏ ବୃନ୍ଦାବନ ରାଜ୍ୟର ସେନାପତି ଦାୟିତ୍ୱ ଦେଖ ସୂର୍ଯ୍ୟ ରାଜଭକ୍ତ ହୋଇ ଯଦି ପ୍ରଜାମାନଙ୍କ ସୁଶାସନ କରିବ ତାହେଲେ ସ୍ୱର୍ଣ୍ଣାକ୍ଷରରେ ତମ ନାମ ଲିପିବଦ୍ଧ ହୋଇ ରହିବ ଇତିହାସରେ আজ্ঞা মহারাজ আপনাଙ୍କ କାର୍ଯ୍ୟ ସଫଳ ମଣ୍ଡିତରେ ତୁଲେଇ ଦେବି ମହାରାଜ ଆଉ ଶୁଣ ସେନାପତିର କାର୍ଯ୍ୟକଳାପ ବିଷୟରେ ତ ମାମୁଠାରୁ ବୁଝିନେବ ବୁଝିପାରୁଛ ଚକ୍ରଧର মহারাজ ତମ ଭଣଜାକୁ ସେନାପତିର କାର୍ଯ୍ୟକଳାପ ବିଷୟରେ ଗୋଟି ଗୋଟି କରି ବୁଝେଇ ଦେବ ବୁଝିହେଲା ତ ଏଥର ମୁଁ ଆସୁଛି বৃদ্ধা রাজা মহেন্দ্র কেশরী তো জানিনো ওই সূর্য প্রতাপ আমি সেই সামান্য মানবনু হেবে অল্প দিন হেব ওই বৃন্দাবন রাজ্যর অধীশ্বর ମୋ ବାବୁ ଚକ୍ରଧରଟା ହେବ ଏ ରାଜ୍ୟର ମହାମନ୍ତ୍ରୀ ହେ ବାବୁ ମୁଁ ତାହେଲେ ଆସୁଛି ରାଜବଂଶ ଭିତରକୁ ଏ ରାଜ କାର୍ଯ୍ୟରେ ମୁଁ ଲଗେଇ ଯିବି ଆସୁଛି ବାବୁ ଆସୁଛି ମୁଁ पिला के माई कुकुर चाबीचे असुर हेड़की पिला देखो नु पिला के जम देखले डरी मरबा जे सेनापति हे तरबुआर दिने के सेनापति एले हेसी हेसी मुई बोले चक्रधर एनुन तेनुन जोड़ कर महाराज के कोई करे मुई बुढ़ा लोग रेती से ली कर सेनापति करी मुई रोजा हेबी आमामु मंत्री हवा पिला बयानी होचे क्या एबे एंता खेल खेली देबी सबुई कुरकुरी जरी मूंगफली जरी इटा गुला सब बेटी बुलवा मते नी चिनबा मुई सिना बुढ़ा हेबी रोजा हे रोजा हवा पिला के देखु चल रहा ऐसी ताथन चाल